ଭାରତ ଆସିଲା ଦାଉଦର ଡାହାଣ ହାତ। ଭାରତ ଆସିଲା ଦାଉଦର ଡାହାଣ ହାତ ସଲିମ ଡୋଲା। ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଅତି ନିକଟତର ସହଯୋଗୀ ସଲିମ ଡୋଲାକୁ ଭାରତ ଅଣାଯାଇଛି। ଆଜି ସକାଳେ ତାକୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀର ଏୟାରପୋର୍ଟରେ ଓହ୍ଲାଯାଇଥିଲା। ଭାରତୀୟ ଗୁପ୍ତଚର ସଂସ୍ଥା ଏବଂ ଅନ୍ତର୍ଜାତୀୟ ଏଜେନ୍ସିଗୁଡ଼ିକର ମିଳିତ ସହଯୋଗରେ ଏହି ଅପରେସନ ସଫଳ ହୋଇଛି। କିଛିଦିନ ପୂର୍ବରୁ ତାକୁ ତୁର୍କୀର ଇସ୍ତାନବୁଲ ସହରରୁ ଅଟକ ରଖାଯାଇଥିଲା। ବର୍ତ୍ତମାନ ଗୁପ୍ତଚର ଅଧିକାରୀମାନେ ତାକୁ ପଚରାଉଚରା କରୁଛନ୍ତି ଏବଂ ଖୁବ୍ ଶୀଘ୍ର ତାକୁ ମଧ୍ୟ ତଦନ୍ତ ପାଇଁ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରାଯିବ। ଏହି ପ୍ରତ୍ୟାର୍ପଣ ଭାରତୀୟ ଗୁଇନ୍ଦା ବିଭାଗ ପାଇଁ ଏକ ବଡ଼ ସଫଳତା ଭାବେ ବିବେଚନା କରାଯାଉଛି। ସଲିମ ଡୋଲା ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଏୟାରପୋର୍ଟରେ ଅଣାଯାଇଛି। ସଲିମ ଡୋଲାକୁ ପଚରାଉଚରା କରି ଅଣ୍ଡରୱାର୍ଲ୍ଡ ନେଟୱାର୍କ ସହିତ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସୂଚନା ମିଳିପାରେ। ମୁମ୍ବାଇ ପୋଲିସ ସଲିମ ଡୋଲାକୁ ପଚରାଉଚରା କରିବ। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।